ଏଇଟା ତ ଗୋଟେ ଆଶ୍ଚର୍ଯ୍ୟ କଥା ଯେ ଆମେ ଯେତେ ଯେତେ ସବୁ ଖେଳ ହଉଛି ଖେଳରେ ଯାଆନ୍ତି କିଏ ବାସ୍ତବରେ ଦେଖିବାକୁ ସାଧାରଣ ଲୋକମାନେ ଯୋଉମାନେ ଖେଳ ପ୍ରତି ଯୁବକ ମାନଙ୍କର ଯୁବତୀ ମାନଙ୍କର ବିଶେଷ କରି ଯୁବ ବର୍ଗ ମାନଙ୍କର ସାଧାରଣ ବର୍ଗର ଲୋକମାନେ ଯାଆନ୍ତି ଖେଳ ଦେଖିବାକୁ। ଖେଳଟା ଆମର ଆମ ଭାରତୀୟଙ୍କ ରକ୍ତରେ ଜଡ଼ିତ। ଯେମିତି ଓଡ଼ିଶାରେ ମଧ୍ୟ ଖେଳପ୍ରେମୀ କମ୍ ନାହାନ୍ତି। ଓଡ଼ିଶାରେ ଖେଳପ୍ରେମୀ ଏତେ ଥାଇ 40,000 ଆପଣଙ୍କର ସିଟ୍ ଆପଣ 15,000 ସାଧାରଣ ଲୋକଙ୍କ ପାଇଁ ଦଉଛନ୍ତି, ଯୁବ ବର୍ଗଙ୍କ ପାଇଁ ସାଧାରଣ ବର୍ଗ ପାଇଁ। ଇଏ କ'ଣ ଦୟା କରୁଛନ୍ତି? ଏ ଦୟାଟି କାହିଁ କରୁଛନ୍ତି? ଦୟାଟି କେବଳ କିଛି ଭିଆଇପି ମାନଙ୍କୁ ମାନେ ଖୁସି କରିବା ପାଇଁ। ଯୋଉ ଭିଆଇପି ମାନେ ଗୋଟେ ଲାଇନରେ ଯିବେ, ସାଧାରଣ ଲୋକମାନେ ଗୋଟେ ଲାଇନରେ ଯିବେ। ଆମେ ତ କହୁଥିଲେ ଯେ ଇଂରେଜ ସମୟରେ ଏଇ ଯୋଉ ଗୋଟେ ଉଚ୍ଚ ନିଚ ଭେଦଭାବ ଥିଲା, ମାତ୍ର ସେ ଭେଦଭାବ ଆଜି ବି ବିଭିନ୍ନ ରାଜନୀତି ଦଳରେ ଆମେ ଦେଖିବାକୁ ପାଉଛୁ। ଯୋଉ ସରକାର ଯୋଉଠି ଆସୁଛି এই ଯୋଉ ଭିଆଇପି ପ୍ରଥାଟିକି ବେଶୀ ଗୁରୁତ୍ୱ ଦଉଛି। ଆମେ ଜଗନ୍ନାଥ ମନ୍ଦିର ଗଲେ ଭିଆଇପି ପାଇଁ ଗୋଟେ ସ୍ୱତନ୍ତ୍ର ରାସ୍ତା, ତାଙ୍କୁ ପୋଲିସ କଢେଇ ରାସ୍ତା ନେଇଯିବେ, ସାଧାରଣ ଲୋକମାନେ ଆମେ ଦଳା ଚକଟା ହେବେ। ଏଠି ଖେଳ ଯେତେବେଳେ ଓଡ଼ିଶାରେ ହଉଛି, ଇଣ୍ଡିଆ ଇଂଲଣ୍ଡ ମ୍ୟାଚ୍ ହଉଛି, ଇଏ ଗୋଟେ ବଡ଼ ମ୍ୟାଚ୍। ଆକୁ ଲୋକ ଦେଖିବା ପାଇଁ ମାନେ ଗୋଟେ ରହିଛନ୍ତି ବହୁତ ଦିନ ହେଲା, ଯେହେତୁ ଖେଳ ହେଇନି ଆମ ଓଡ଼ିଶା ଷ୍ଟାଡିୟମରେ କଟକରେ। ତେଣୁ ଏଠି ଲୋକମାନେ ନିଶ୍ଚିତ ଭାବେ ଯୁବ ବର୍ଗ ପାଖରେ ଉତ୍କଣ୍ଠା ଅଛି ଯେ ଯିବେ। ଏହି ସମୟରେ ଆପଣ 15,000 ଟଙ୍କା 15,000 ଆପଣ ଯୁବକ ମାନଙ୍କ ପାଇଁ ଦେଇ ଟିକେଟ, ଆଉ ଯୋଉ ବାକି ଟିକେଟ ଗୁଡାକ ସବୁ ଭିଆଇପି ମାନଙ୍କୁ ଦେବେ। ଏ ଭିଆଇପି ପ୍ରଥା ବନ୍ଦ ହଉ। ତେଣୁ ଏ ବାବଦରେ ଯୋଉ ଭିଆଇପିଙ୍କ ପାଇଁ ସାଧାରଣ ଲୋକଙ୍କୁ ସେଠି ଯୋଉ ଟିକେଟ ପାଇଁ ହଇରାଣ ହେବେ, ତାଙ୍କ ଭିତରେ ଗୋଟେ ବ୍ଲାକ୍ ହବ ବା ଗୋଟେ ଦଳା ଚକଟା ଭଳିଆ ପରିସ୍ଥିତି ହବ। ଆମେ ତ ଦେଖୁଛନ୍ତି ବର୍ତ୍ତମାନ କୁମ୍ଭ ମେଳାରେ ଭିଆଇପି ଗୋଟେ ଲାଇନ ପାଇଁ କିଛି ନା କିଛି ଗୋଟେ ଅଘଟଣ, ବଡ ଅଘଟଣ ଅବଶ୍ୟ ହେଇନି, କିନ୍ତୁ ଯୋଉ ଅଘଟଣ ହେଲା ବି ସେ ଗୋଟେ ବହୁତ ବଡ କିଛି ଲୋକଙ୍କର କ୍ଷତି ହେଲା, କିଛି ଲୋକ ଚାଲିଗଲେ। ଇଏ ଅଘଟଣଟି କେବଳ ଇଏ ଯେ ବିଜେପି ସରକାର ହଉଛି ତା ବି ନୁହଁ, ମୁଁ ଆପଣଙ୍କୁ ଜଣେଇଦେବାକୁ ଚାହେଁ। ଅତୀତରେ ଯେତେ ସବୁ ସରକାର ଆସିଛି, ବିଶେଷ କରି କଂଗ୍ରେସ ସମୟରେ ମଧ୍ୟ ଏଇ ଭିଆଇପି ପ୍ରଥା ଥିଲା। ଆମେ ଯଦି ଏତେ ବାଟକୁ ନ ଯିବା ତାହେଲେ ଆମେ ଏଇଠି ଜଗନ୍ନାଥ ମନ୍ଦିରକୁ ଦେଖିଦେବା। ଜଗନ୍ନାଥ ମନ୍ଦିରରେ ଗୋଟେ ଭିଆଇପି ଦର୍ଶନ ଗୋଟେ, ସାଧାରଣ ଲୋକଙ୍କ ପାଇଁ ଗୋଟେ। ଭିଆଇପି ଗୋଟେ ଜାଗାରେ ଖାଇବେ, ସାଧାରଣ ଲୋକ ଗୋଟେ ଜାଗାରେ ଖାଇବେ। ଇଏ ଚଟୁ ଆମିଷ ଆଉ ବେଣ୍ଟ ନିରାମିଷ ନୀତି ଚଳିବ ନାହିଁ। ଯଦି ଆପଣ ଟିକେଟ ଦଉଛନ୍ତି, ଆଗେ ସାଧାରଣ ବର୍ଗ ଯୋଉମାନେ ଖେଳ ପ୍ରେମୀ ମାନେ, ସେଇ ଖେଳ ପ୍ରେମୀ ମାନଙ୍କ ପାଇଁ ଆଗେ ଉପଯୁକ୍ତ ଟିକେଟ ସେମାନେ ପାଆନ୍ତୁ। ଯୁବ ବର୍ଗ ମାନେ ଟିକେଟ ପାଆନ୍ତୁ, ମାନେ ଅସୁବିଧା ବିନା ଅସୁବିଧାରେ କୌଣସି ଟେନସନ ଘରେ ବସିକି ଯେମିତି ଟିକେଟ ପାଇପାରିବେ। ଆପଣ ଏଇ ଯୋଉ ଭିଆଇପିଙ୍କ ପାଇଁ ଟିକେଟ କରିଦଉଛନ୍ତି, ଭିଆଇପି ମାନେ ତାଙ୍କର ଯିବେ। ଆପଣ ଯୋଉ ପାସ୍ ସିଷ୍ଟମ, ଆମେ ତ ନବୀନ ବାବୁଙ୍କ ସମୟରେ ଦେଖୁଥିଲେ ଯୋଉଭଳି ପାସ୍ ସିଷ୍ଟମ ହଉଥିଲା, ବର୍ତ୍ତମାନ ମୋହନ ମାଝୀଙ୍କ ସମୟରେ ମଧ୍ୟ ଆମେ ସେଇଆକୁ ଦେଖିବାକୁ ପାଇବା। ଆଉ କ'ଣ, ଆଉ କିଛି ଅସ୍ମିତା ଫସ୍ମିତା ତୁଲେଇ ଗଲା କେବଳ ରାଜନୀତି କରିବା ପାଇଁ, ଆଉ ନିଜ ଲୋକଙ୍କୁ ଖୁସି କରିବା ପାଇଁ। ଏଇ ଭିଆଇପି ପ୍ରଥାଟି ଆଜି ବି ଆମ ସାଙ୍ଗରେ ବଞ୍ଚିଛି, ଆଉ ଆଜି ବି ଏ ଯୋଉ ସାଧାରଣ ବର୍ଗ ଆଉ ଗୋଟେ ଉଚ୍ଚ ବର୍ଗ ଭିତରେ ଇଏ ଯୋଉ ବିଭେଦତା ଆଜି ବି ଅଛି। ପ୍ରଥମ ତ ହଉଛି ସେଇ କଥାଟା ଆମେ ଯିବା ଯେ ଭିଆଇପି ଟିକେଟ, ଯୋଉ ଭିଆଇପି ଟିକେଟ ଭିଆଇପି ମାନେ ଯିବେ ବଡ ବଡ ଗାଡିରେ, ସାଧାରଣ ଲୋକ ଦଳା ଚକଟା ହେଇ ମରିବେ। ସାଧାରଣ ଲୋକ ମଳିମୁଣ୍ଡିଆ ଲୋକ, ଆଉ ଯୋଉମାନେ ଆମେ ଟିକେଟ ପାଇବୁନୁ, ଆମର ନେତା ମନ୍ତ୍ରୀ ହାତ ନଥିବ, ଆମେ ସବୁଠୁ ଆମର ଲମ୍ବା ହାତ ନଥିବ, ଆମେ ଟିଭିରେ ବସିକି ଦେଖିବୁ। ଆଉ କ'ଣ, ଆଉ ଆପଣ ଏପଟରେ ଯୋଉ 15,000 ଟିକେଟ ରହିଲା, ବ୍ଲାକ୍ ଟିକେଟ ହବ, ତା ସାଙ୍ଗରେ ମଧ୍ୟ ଯୁବକ ମାନେ ଚଢା ମଡା ଉପରେ ବାଡିଆ ପିଟା ହେଇକି ନେବେ। ଇଏ କ'ଣ, ଇଏ କି ସିଷ୍ଟମ ଚାଲିଛି ରାଜ୍ୟରେ? ମୋହନ ମାଝୀ ତ କମ ସେ କମ ଆମ ମୁଖ୍ୟମନ୍ତ୍ରୀ ଏ ବାବଦରେ ଟିକେ ଚିନ୍ତା କରିବା ଦରକାର। ଆମ ଖେଳ ମନ୍ତ୍ରୀ ମଧ୍ୟ ଟିକେ ଚିନ୍ତା କରିବା ଦରକାର ଯେ ସାଧାରଣ ଆମ ଯୁବକ ମାନେ କେମିତି ଆମ ସାଧାରଣ ବର୍ଗ ମାନେ ଟିକେଟ ପାଇବେ। ଇଏ ସାଧାରଣ କଷ୍ଟ କହିକି ଦୁଃଖ ମାନେ ଟେନସନ ନେଇକି ଦଳା ଚକଟା ହେଇକି ଟିକେଟ ପାଉଥିଲା ବେଳେ ଆପଣ ଭିଆଇପି ପାଇଁ ପୁରା ଲମ୍ବା ଲାଇନ କରି ପୋଲିସ ଲଗେଇ ଗାଡି ଫାଙ୍କା କରି ନେଇ ଭିତରେ ବସେଇଦେବେ। ଇଏ ନୀତି ନବୀନ ବାବୁଙ୍କ ସରକାରରେ ଚାଲୁଥିଲା, ବର୍ତ୍ତମାନ ମୋହନ ମାଝୀଙ୍କ ସରକାରରେ ଚାଲୁଛି। ଆମର ତ ଖେଳ ମନ୍ତ୍ରୀ ଜଣେ ଯୁବ ମନ୍ତ୍ରୀ, କମ ସେ କମ ଯୁବକ କଥା ବୁଝିବା ଦରକାର। ତେଣୁ ସାଧାରଣ ଲୋକମାନେ ଯୁବକ ମାନେ କେମିତି ନିଶ୍ଚିନ୍ତର ଟିକେଟ ପାଇବେ, ତାଙ୍କ ମନ କେମିତି ଖୁସି ହବ, ଯୁବକ ମାନଙ୍କୁ କେମିତି ଖୁସି କରେଇବେ, ସେ ଦିଗରେ ସରକାର ଚିନ୍ତା କରନ୍ତୁ। ନହେଲେ ଅଯଥା ଇଏ କେବଳ ସମାଲୋଚନାର ପାତ୍ର ହବା କଥା।